ମାନେ ଆଜି ଆମେ କରିବାକୁ ଯାଉଛୁ ସୋସିଆଲ ସାଇନ୍ସର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ର ଏକ ସେଟ୍। ଏଇଟା ତୁମର ଆନ୍ସାର୍ କି ଏଥିରୁ ମୁଁ ଆନ୍ସାର୍ କହିବି। ଆଉ ଭାବନି କି ଏଇଟା କେବଳ ମୁଁ ଏଥିରୁ କହିବି, ମୁଁ ନିଜେ ବହିରୁ ଖୋଜି ଖୋଜି ଜମା କରୁଛି, ତେବେ ଭୁଲ ହେବାର ବି ଚାନ୍ସେସ୍ କମ୍ ଅଛି। ଯେଉଁଟା ପାଇଲିନି ସେଇଟା ଏଥିରୁ ଦେଖିଯାଉଛି, ହଁ ସତ, କିନ୍ତୁ ଠିକ୍ ଅଛି, ଏଇଟା ରିଅଲ୍ କ୍ୱେଶ୍ଚିନ୍ ଆନ୍ସାର୍। ତ ଷ୍ଟାର୍ଟ କରିବା। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ସେଟ୍। ନିମ୍ନୋକ୍ତ କେଉଁ ଉକ୍ତିଟି ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜାଲିଆନାବାଗ ହତ୍ୟାକାଣ୍ଡର ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟାକୁ ପ୍ରତିପାଦିତ କରୁଛି? ତ ଏଇଟା ତୁମର କ'ଣ? ଅପସନ୍ ବି। ଏହି ଘଟଣା ଭାରତୀୟ ନେତୃତ୍ୱଙ୍କୁ ଏକାଠି କରିପାରିଥିଲା ଓ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱିତ କରିପାରିଥିଲା। କ୍ୱେଶ୍ଚିନ୍ ନମ୍ବର 2, ଗାନ୍ଧିଜୀଙ୍କ ସହ ମତଭେଦ ପରେ ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୈତିକ ଦଳର ନାମଟି କ'ଣ ଥିଲା? ତୁମର ଅପସନ୍ ଏ ଫରୱାର୍ଡ଼ ବ୍ଲକ୍ ହେଲା। ନୂତନ ସମ୍ବିଧାନର ପ୍ରଥମ ପରିଶିଷ୍ଟରେ ସୂଚିତ ତାଲିକାରେ ଓଡ଼ିଶା ରାଜ୍ୟକୁ କେଉଁ ଶ୍ରେଣୀଭୁକ୍ତ କରାଯାଇଥିଲା? ଓଡ଼ିଶା ତୁମର କରେ ଥିଲା। 4 ନମ୍ବର କ୍ୱେଶ୍ଚିନ୍, ବରଦୋଲିଠାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକର କେଉଁ ଘଟଣା ଅନୁମୋଦିତ ହୋଇଥିଲା? ଅପସନ୍ ବି ତୁମର ଅସହଯୋଗ ଆନ୍ଦୋଳନ ସ୍ଥଗିତ ରଖିବା ହେଇଯିବ କରେକ୍ଟ ଆନ୍ସାର୍ ଏହାର। ପୁଣି ଦ୍ୱିତୀୟ ଗୋଲଟେବୁଲ ବୈଠକ 1931ରେ ହୋଇଥିଲା। ସେପ୍ଟେମ୍ବର 7ରୁ ଡିସେମ୍ବର 1 ପର୍ଯ୍ୟନ୍ତ ଲଣ୍ଡନଠାରେ ଅନୁଷ୍ଠିତ ହୋଇଥିଲା। ଦେଖ, ଏଇଟା ମନେ ରଖ, ଦ୍ୱିତୀୟ ଗୋଲ ଟେବୁଲ ବୈଠକ 1931 ସେପ୍ଟେମ୍ବର 7ରୁ ଡିସେମ୍ବର 1 ଆମର ଲଣ୍ଡନଠାରେ ଲଣ୍ଡନ ସେହି ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ କିଏ ଥିଲେ? ଲଣ୍ଡନର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ କିଏ ଥିଲେ? ମନେ ପକା, ରାମସେ ମାକଡୋନାଲ୍ଡ। 6 ନମ୍ବର, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଚାଲିଥିବା ସମୟରେ ଇଂରେଜ ସରକାର କାହାର କାର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ କାଇଜର-ଇ-ହିନ୍ଦ ଉପାଧି ପ୍ରଦାନ କରିଥିଲେ? ମନେ ପକାଅ, ମୋହନ ଦାସ କରମଚାନ୍ଦ ଗାନ୍ଧୀ। ମହାତ୍ମା ଗାନ୍ଧୀ। ଏଇଟା ତ ମହାତ୍ମା ଗାନ୍ଧୀ। ଓଡ଼ିଶା ଜାତୀୟ ଜାଗରଣ ନିମନ୍ତେ କେଉଁ ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି? ଏଇ 4ଟା ଭିତରୁ କେଉଁଟା? ତୁମର 7 ନମ୍ବରର ସି, ଉତ୍କଳ ପ୍ରାଦେଶିକ ସଭା ହେଇଯିବ କରେକ୍ଟ ଆନ୍ସାର୍। ସମଗ୍ର ଓଡ଼ିଶାକୁ ଏକତ୍ରୀକରଣ କରିବା ପାଇଁ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ କେଉଁ ବ୍ୟକ୍ତିକୁ ଉତ୍ସାହିତ କରିଥିଲେ? ମଧୁସୂଦନ ଦାସ। ସୀମା ନିର୍ଦ୍ଧାରଣ କମିଟିର ସହଯୋଗୀ ସଦସ୍ୟ କିଏ ନ ଥିଲେ? ସଚ୍ଚିଦାନନ୍ଦ ଥିଲେ, ସି.ଭି.ଏଫ୍. ନରସିଂହ ରାଜୁ ବି ଥିଲେ, କୃଷ୍ଣଚନ୍ଦ୍ର ଗଜପତି ବି ଥିଲେ, ନନ୍ଦକୃଷ୍ଣ ଦାସ ନଥିଲେ। 10 ନମ୍ବର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମ୍ପର୍କରେ ଇଂରେଜମାନେ କେବେ ଶ୍ୱେତପତ୍ର ପ୍ରକାଶ କରିଥିଲେ? ତୁମର ଅପସନ୍ ଏ 1933 ମାର୍ଚ୍ଚ 17 ତାରିଖ କରିଥିଲେ କରେକ୍ଟ ଆନ୍ସାର୍। ଦେଖ ପିଲାମାନେ, ସମସ୍ତେ ଟିକେ ଦୟାକରି ସବସ୍କ୍ରାଇବ୍ କରିଦେବ। ଏଇଟା ଆମର ନ୍ୟୁ ଚ୍ୟାନେଲ୍, ତୁମ ପାଇଁ ମୁଁ ଭିଡ଼ିଓ ବନାଉଛି। ଠିକ୍ ଅଛି। ଭାରତୀୟ ସମ୍ବିଧାନର 329 ଧାରାରେ କେଉଁ ପ୍ରଥା ବିଷୟରେ ଉଲ୍ଲେଖ ହେଇଛି? ତୁମର ସାର୍ବଜନୀନ ସାବାଳକ ଭୋଟ ପ୍ରଥା। ମନେ ପକାଇଥିବ, 329 ଧାରାରେ ସାର୍ବଜନୀନ ସାବାଳକ। ତୁମର 326 ଧାରା ଲାଗୁଛି, ଛାଡ଼, 326 ହେଇଥିବ, ଟିକେ ଏଇଟା ମୋତେ ଡାଉଟ୍ ଅଛି। 326 କି 329 କମେଣ୍ଟରେ ଜଣାଇଦେବ ହେଲା। କମେଣ୍ଟରେ ଜଣାଇବ। ଯେଉଁ ସରକାରରେ ପ୍ରତ୍ୟେକ ବ୍ୟକ୍ତି ଅଂଶଗ୍ରହଣ କରନ୍ତି ତାଙ୍କୁ ଗଣତନ୍ତ୍ର କୁହାଯାଏ। ଏହା କେଉଁ ବ୍ୟକ୍ତିଙ୍କ ମତ ଥିଲା ପିଲେ? ମନେ ପକ,
ଅପସନ୍ ଏ ସିଲିଙ୍କ ମତ ଏହା ଦେଶୀୟ ରାଜ୍ୟ ମିଶ୍ରଣ କ୍ଷେତ୍ରରେ ସର୍ଦ୍ଦାର ପଟେଲଙ୍କୁ ତାଙ୍କର ବଳିଷ୍ଠ ନେତୃତ୍ୱ ଓ ଦୃଢ଼ ବ୍ୟକ୍ତିତ୍ୱ ପାଇଁ କେଉଁ ଆଖ୍ୟା ପ୍ରଦାନ କରାଯାଇଛି? କହି ଦେଖ। ଭାରତର ଲୌହ ମାନବ। ଦେଖ ତୁମର ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ବହୁତ ଇଜି କ୍ୱେଶ୍ଚିନ୍। ଭାରତର ଲୌହ ମାନବ ଏଟା ବହୁତ ଥର ପଡ଼େ, ରିପିଟେଡ୍ କ୍ୱେଶ୍ଚିନ୍ ଏହା ଜାଣିଥ। ଗଡ଼ଜା ଶାସନ କାଳରେ କେଉଁ ପ୍ରଜା ରାଜ କର୍ମଚାରୀମାନଙ୍କ ପାଇଁ ଶ୍ରମ ଦାନ କରିବାକୁ ପଡ଼ୁଥିଲା? ଅପସନ୍ ତୁମର ବେଗାରୀ। ଅପସନ୍ ବି କରେକ୍ଟ ଆନ୍ସର। ତାଙ୍କୁ ଶ୍ରମ ଦାନ କରିବା ପାଇଁ ପଡ଼ୁଥିଲା। ଭାରତରେ ଥିବା ଫରାସୀ ଶାସନାଧୀନ ଅଞ୍ଚଳଗୁଡ଼ିକରେ ଗଣଭୋଟ ଅନୁଷ୍ଠିତ ହେବା ପାଇଁ କାହିଁକି ସ୍ଥିର କରାଯାଇଥିଲା? ଭାରତ ସହିତ ମିଶିବା ପାଇଁ କରାଯାଇଥିଲା ନା? ପଞ୍ଚବାର୍ଷିକ ଯୋଜନା କାଳରେ ବେକାରୀ ସମସ୍ୟା ହ୍ରାସ କରିବା ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆମ ଦେଶରେ କେଉଁ ଯୋଜନା କାର୍ଯ୍ୟକାରୀ ହୋଇଥିଲା? ଏଟା ତୁମର ଅପସନ୍ ଏ ଜବାହାର ରୋଜଗାର ଯୋଜନା। ତ ଟିକେ ସ୍ପିଡ୍ ଯିବା, ଟିକେ ସ୍ଲୋ ହେଇଯାଉଛି ନା। ଆମ ରାଜ୍ୟର ସମସ୍ତ ସଡ଼କ ଦୁର୍ଘଟଣା କେତେ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ସଂଘଟିତ ହୋଇଥାଏ? ମାନବୀୟ ତ୍ରୁଟି ଯୋଗୁଁ କେବଳ 95%। ମାନବ ପାଇଁ ମନେ ରଖ, ଇମ୍ପୋର୍ଟାଣ୍ଟ। ପ୍ରତ୍ୟେକ ମନୁଷ୍ୟର ସମାନତା ଓ ସ୍ୱାଧୀନତା ଜନିତ ଅଧିକାର ଭାରତ ବିଶ୍ୱାସ କରେ। ଏକଥା ନୀତିକୁ ବିରୋଧ କରି ଆମ ଦେଶରେ ଷଡ଼ଯନ୍ତ୍ର କରାଯାଇଥିଲା। କେଉଁ ନୀତି କରାଯାଇଥିଲା? କହି ଦେଖ। ବର୍ଣ୍ଣ ବୈଷମ୍ୟ ସମାନତା ନା ଯୋଉ ଭେଦଭାବ ଦେଖାଉଥିଲେ ସମାନତା। 19 ନମ୍ବର କ୍ୱେଶ୍ଚିନ୍ ବହୁତ ଲମ୍ବା ଅଛି ଟିକେ ପିଲେ, କିନ୍ତୁ ସବୁ ଏଟା ବହୁତ ଇମ୍ପୋର୍ଟାଣ୍ଟ ହେଲା। ଲମ୍ବା ଅଛି ବୋଲି ତୁମେ ପଢ଼ିବା ପାଇଁ ଅଳସୁଆ ହୁଅନି। ସ୍ୱାଧୀନତା ପରେ ଆଦିବାସୀ ବହୁଳ ଅଞ୍ଚଳରେ ମାଗଣା ପ୍ରାଥମିକ ଶିକ୍ଷା ବ୍ୟାପକ କରିବା ପାଇଁ ଓଡ଼ିଶା ସରକାର ଶହ ଶହ ବିଦ୍ୟାଳୟ ସେମାନଙ୍କୁ ସେମାନଙ୍କର କାମରେ ଲାଗିବା ଭଳି ସ୍ୱତନ୍ତ୍ର ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଥିଲେ। ଏ ବିଦ୍ୟାଳୟ ମଧ୍ୟରୁ କେଉଁଟି ଏକ ଶ୍ରେଣୀର ଅନ୍ତର୍ଭୁକ୍ତ? ସେ ଯେଉଁ କରିଥିଲେ ଏ ଭିତରୁ କେଉଁ ଶ୍ରେଣୀର ଗୋଟେ ବିଦ୍ୟାଳୟ ଅନ୍ତର୍ଭୁକ୍ତ? ତୁମର ଆଶ୍ରମ ବିଦ୍ୟାଳୟ। ଅପସନ୍ ବି ଇଜ୍ ଦ କରେକ୍ଟ ଆନ୍ସର। ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଜରୁରୀକାଳୀନ ଅବସ୍ଥାରେ ତୁରନ୍ତ ସେବା ଯୋଗାଇବା ପାଇଁ ଓଡ଼ିଶା ସରକାର କେଉଁ ସେବା ଯୋଜନାଟି ପ୍ରବର୍ତ୍ତନ କରିଥିଲେ? ଅପସନ୍ କହି ଦେଖ କେତେ? ଏଇଟା ଓଡ଼ିଶା ଜରୁରୀକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା। ଓଡ଼ିଶା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା କରେକ୍ଟ ଆନ୍ସର। ଓଡ଼ିଶା ତୁମେ ଦେଉଥିବା 10ମ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ପରିଚାଳନା ନିମନ୍ତେ 1953 ମସିହାରେ ଓଡ଼ିଶା ସେକେଣ୍ଡାରୀ ଏଜୁକେସନ୍ ଆକ୍ଟ ବଳରେ ଏକ ପରିଷଦ ଗଠନ କରାଯାଇଥିଲା। କେଉଁ ପରିଷଦ ତାହାର ଅନ୍ତର୍ଗତ ଅଟେ? କହି ଦେଖ ପିଲାମାନେ, କେଉଁ ପରିଷଦ ତାହାର ଅନ୍ତର୍ଗତ? ତୁମର ଅପସନ୍ ବି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତାହାର ଅନ୍ତର୍ଗତ। ଓଡ଼ିଶାର କେଉଁ ମହାବିଦ୍ୟାଳୟ ଜାତୀୟ ବୈଷୟିକ ହେଲା ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ବ୍ୟବସ୍ଥାରେ ରୂପାନ୍ତରିତ ହୋଇଥିଲା? ତୁମେ ବି କ୍ୱେଶ୍ଚିନ୍ ଭଲସେ ପଢ଼ ପିଲାମାନେ, ଉତ୍ତର ଦିଅ।
ନିଜର ଟେଷ୍ଟ ନିଅ। ରାଉରକେଲାର ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ କରେକ୍ଟ ହେଲା। ରାଉରକେଲାର ଆଞ୍ଚଳିକ ଯାନ୍ତ୍ରିକ ମହାବିଦ୍ୟାଳୟ ମନେ ରଖ, ଇମ୍ପୋର୍ଟାଣ୍ଟ। ଓଡ଼ିଶାରେ କୃଷ୍ଣର ବିକାଶ କ୍ଷେତ୍ରରେ ସହଯୋଗୀ ଭୂମିକା ନିର୍ବାହ କରିବା ନିମନ୍ତେ କେତେ ଗୁଡ଼ାଏ ନିଗମ କାର୍ଯ୍ୟକର୍ତ୍ତା ନିମ୍ନଲିଖିତ ନିୟମଗୁଡ଼ିକ କେଉଁଠି ଏକ କ୍ଷେତ୍ରର ପରିସରଭୁକ୍ତ ନୁହେଁ? ଓଡ଼ିଶା କୃଷି ନିଗମ ନୁହେଁ ହେଲା, ମାନେ ତାର କରେକ୍ଟ ଆନ୍ସର ଏଟା, ତାହା ନୁହେଁ। ପାକ୍ ପ୍ରଣାଳୀରେ ଏଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍, ନବମରେ ମଧ୍ୟ ଏଟା ଅଛି। ଥିବା କଚ୍ଛତକୁ ଦ୍ୱୀପକୁ ନେଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କନ୍ଦଳ ଉପୁଜିଥିଲା। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଶିରିମାଭେ ବନ୍ଦର ନାୟକଙ୍କ ସହିତ ଭାରତର କେଉଁ ପ୍ରଧାନମନ୍ତ୍ରୀ ମଧ୍ୟରେ ଏଥିପାଇଁ ରାଜିନାମା ହୋଇଥିଲା? ଭାରତର କେଉଁ ପ୍ରଧାନମନ୍ତ୍ରୀ କହି ଦେଖ, ଇନ୍ଦିରା ଗାନ୍ଧୀ ପାଇଁ ରାଜିନାମା ହୋଇଥିଲା। ତାପରେ ଲାଷ୍ଟ କ୍ୱେଶ୍ଚିନ୍ ତୁମର ହିଷ୍ଟ୍ରି ଲାଗୁଛି, ତାପରେ ଜିଓଗ୍ରାଫି ଆସିଯିବ। ତ ସମସ୍ତେ ସବସ୍କ୍ରାଇବ୍ କରିଦିଅ, ବେଲ୍ ଆଇକନ୍କୁ ପ୍ରେସ୍ କର। ଭୁଟାନର କେଉଁ ପ୍ରଧାନମନ୍ତ୍ରୀ 8-11 ମସିହା ମଧ୍ୟରେ ପ୍ରତିବର୍ଷ ଭାରତ ଗସ୍ତରେ ଆସି ଉଭୟ ଦେଶର ଘନିଷ୍ଠତାକୁ ସୁଦୃଢ଼ କରିଥିଲେ? 25 ନମ୍ବରର ଆନ୍ସର ତୁମର ଅପସନ୍ ସି କ'ଣ? ଲିଓ ଚେନ୍ ଜିଗ୍ମି ୱାଇ ଥିନେଲେ। ଭୂଗୋଳ। ସରିସ୍କା ବନ୍ୟଜୀବ ଅଭୟାରଣ୍ୟ ଭାରତର କେଉଁ ରାଜ୍ୟରେ ଅଛି? ସରିସ୍କା ମନେ ପକ, ରାଜସ୍ଥାନ। ଟିକେ ଡିପ୍ ପଡ଼ୁଛି। ବାତାବର୍ତ୍ତ ଓ ଉଚ୍ଚ ଜୁଆର ପ୍ରତି ଏକ ପ୍ରତିରୋଧ ବା ବଳୟ ଆଶ୍ରୟ ବଳୟ ପରି କାର୍ଯ୍ୟ କରୁଥିବା ଅରଣ୍ୟର ନାମ କ'ଣ? ଜୁଆରିଆ ଅରଣ୍ୟ। ବାତାବର୍ତ୍ତ ଓ ଉଚ୍ଚ ଜୁଆର ମାନେ ଜୁଆରିଆ, ଏମିତି ମନେ ରଖିବ। ଆଉ କ'ଣ ରିଲେଟେଡ଼ ତ ପଡ଼ିବ। କୃଷକମାନେ ସେମାନଙ୍କର ଲାଭମାତ୍ରା ରକ୍ଷା କରିବା ପାଇଁ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଦରଦାମ ବୃଦ୍ଧି କରୁଥିଲେ। ଏହା କେଉଁ ପ୍ରକାରର ମୁଦ୍ରାସ୍ଫୀତି ଅଟେ? ତୁମର ଅପସନ୍ ବି ମୂଲ୍ୟ ପ୍ରଣୋଦିତ ମୁଦ୍ରାସ୍ଫୀତି ହେଇଯିବ କରେକ୍ଟ ଆନ୍ସର। ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ ପ୍ରଚୁର ପରିମାଣରେ ଉଚ୍ଚମାନର କୋଇଲା ମିଳିଥାଏ। ଏହା ବଣ୍ଟନ ଦୃଷ୍ଟିରୁ କେଉଁ ସମ୍ବଳର ଅନ୍ତର୍ଗତ ଅଟେ? ସ୍ଥାନୀୟ ସମ୍ବଳ। ତୁମର ଗୋଟେ ସ୍ଥାନୀୟ ଅଛି ନା, ସ୍ଥାନୀୟ ତମ ବହିରେ ବି ତୁମେ ଖୋଜିପାର ହେଲା। ଆରେ କ'ଣ ହେଲା? ରହ ଟିକେ, ପିଲାମାନେ ଲୋଡ଼ିଂ